ଗାଁ ଶ୍ମଶାନରେ ହୃଦୟ ବିଦାରକ ଦୃଶ୍ୟ ଘରର ଭେଣ୍ଡିଆ ପୁଅର ମୃତ୍ୟୁ ପରେ ପରିବାର ଲୋକଙ୍କ କାନ୍ଧରେ ଫାଟି ପଡୁଛି ପରିବେଶ। ଆନନ୍ଦପୁର ବ୍ଲକ ହରିରାପାଳ ପଞ୍ଚାୟତ ଟୋଲଙ୍ଗପଡ଼ା ଗାଁର ଧନେଶ୍ୱର ବାରିକର ଏକମାତ୍ର ପୁଅ ଲିପୁନ ନିଜ ଗାଁରେ ଜଣେ ଝିଅକୁ ଭଲ ପାଉଥିଲେ, ହେଲେ ଝିଅ ଘର ବୋଧହୁଏ ଏହାକୁ ପସନ୍ଦ କରିନଥିଲେ। ଉଭୟ ଝିଅ ପୁଅ ମଧ୍ୟରେ ମାନ ମନାନ୍ତର ଚାଲୁଥିବା ବେଳେ ଅଚାନକ 4 ଦିନ ତଳେ ଲିପୁନ ଅଚେତ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନେଇଥିଲେ। ଡାକ୍ତରଙ୍କର କହିବା କଥା, ଲିପୁନଙ୍କ ଶରୀରରେ ବିଷ ପ୍ରକ୍ରିୟା ହୋଇଥିଲା, ତେବେ ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକଙ୍କ ଅଭିଯୋଗ, ଲିପୁନଙ୍କୁ ମଦରେ ବିଷ ମିଶାଇ ପିଆଇ ମାରିଦେଲେ। ଲିପୁନଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ। ବିଷ ଦେଇକି ମୋ ଭାଇ କି ମାଇଲା। ମୋ ଭାଇ ତା ଝିଅକୁ ଭଲ ପାଉଥିଲା, ତା ଭଉଣୀ କି ଭଲ ପାଉଥିଲା ବୋଲି ତାକୁ ମାଇଲେ। ବିଷ ଦେଇକି ମୋ ଭାଇ ତାକୁ କଣ ନ ଦେଇଛି, କଣ ତାକୁ କୁଆଡେ ନ ବୁଲେଇଛି, କେତେ କଣ କରିଛି, ଲାଷ୍ଟ ବିଷ ଦେଇକି ମାଇଲେ। ତା ଛାତି କି ପୁଣି ମଲା ବେଳକୁ ବିଷ ଦେଇ ସାରିକି ଠିଆ ଗୋଇଠା ମାଇଲେ। ପୁଣି କହିଲେ ତ ବଂଶ ନିପାତ କରିଦବୁ। ମୁଁ ତା ବାପା କହିଲା ଏମିତି ବିଷ ଦେମି ଆଉ ବଞ୍ଚିବନି। ଭାଇ ଦେଖିଲା ବେଳକୁ ବଞ୍ଚିଲା ନାହିଁ, ଆମକୁ ଛାଡି ଚାଲି ପଳେଇଲା। ମୋ ଭାଇ କି ନ୍ୟାୟ ଦରକାର, ମୋ ବାପାକୁ ତା ପୁଅର ନ୍ୟାୟ ଦରକାର। ଆମେ ଥାନାକୁ ଅଭିଯୋଗ କରୁଛୁ, ମୋ ଭାଇ କି ନ୍ୟାୟ ମିଳୁ। ମତେ ମୋ ଭାଇ କି ନ୍ୟାୟ ମିଶିକି ମୋ ଭାଇ କି ମାରିଦେଲେ। ଭଲ ପାଇଥିଲା ତାକୁ, ତାଇ ସବୁ ଗଲା, ତାଇ ସବୁଆଡେ ଗଲା, ସବୁ ହେଲା, ହୋଟେଲ ହେଲା, ବୁଲତେ ହେଲା। ମୋ ଭାଇ ଯେତେବେଳେ ବାବା ଭାଇ ପ୍ରତିଶ୍ରୁତି ଦେଇଥିଲା, ମୋ ଭାଇ ଯେବେ ଏବେ କହିଲା ମନ ହେଉଥିଲା, କହିଲା ମୋ ବାପା ମା ଇଜ୍ଜତ ଚାଲିଯିବ। ମୋ ଭାଇ କି ଚକ୍ରାନ୍ତ କରି ମାରିଦେଲେ। ଭଲ ଭାଇ ଥିଲା ସିଏ ମୋ ଭାଇକୁ, ମୋ ଗୋଟିଏ ବୋଲି ଭାଇ। ମୁଁ ଯେମିତି ଗୋଟେ ଝିଅ ଅଛି ସେମିତି ଝିଅ, ମୁଁ ମିଛରେ ଉଡେଇବିନି। ମୋ ଭାଇ କି ଯିଏ ମାରିଦେଲେ। ମୋ ନାଁ ଦେବଜିତ ବାରିକ। ସିଏ ହେଲା ମୋ ବଡ଼ବାପାଙ୍କ ପୁଅ, ମୋ ବଡ଼ ଭାଇ ସିଏ। ଆଉ ତାଙ୍କ ନାଁ ହେଲା ଲିପୁନ କୁମାର ବାରିକ। ସିଏ ଆମ ସାହି ପାଖରେ ଗୋଟେ ଝିଅକୁ ଦୀର୍ଘ ଦିନ ହେଲା ଧରି ଭଲ ପାଉଥିଲେ, ଆମ ଟୋଲଙ୍ଗପଡ଼ା ଗାଁର। ଯେତେବେଳେ ତାର ସେ ସମ୍ପର୍କଟା ବଢ଼ି ଚାଲିଲା, ସେ ଯେତେବେଳେ ବାହା ହେବା ପାଇଁ କହିଲା, ସେ ଝିଅ ତାକୁ ଦୁନିଆ କଥା କହି ବ୍ଲକ୍ କଲା। ଆଉ ତା ବାପା ମାଆଙ୍କ ସହିତ ମିଶିଲା। ତାପରେ ସେ ବାପା ମାଆ ଗୋଟେ ତା ଧରମ ଭାଇ ବୋଲି କାହାକୁ ଡାକି ତାକୁ ମଦ ସହିତ ବିଷ ଦେଇକି ଏମିତି କରିଦେଲେ। ବିଷ ଦେଇକି ମଦ ସହିତ। ମୁଁ ସେଠି ଉପସ୍ଥିତ ଥିଲାବେଳେ ସେ ପିଲା ନିଜେ କମ୍ପେଇ ମଦ ନିଶାରେ କହି ଗଲା କି ମୁଁ ସେ ପିଲାକୁ ବିଷ ଦେଇଛି, ଇଏ କରୁଛି ମଦ ସହିତ, ସେ ଏତିକି ପିଇଛି। ଯଦି ଏତିକି ପିଇଥିଲା ତାହେଲେ ଆଜି ଏତିକି ବାଟ ଗଲା କ'ଣ ପାଇଁ? ସେ ନିଜେ ସେ ପିଲା ଗାଁରେ ହାଉଳିଆ ଯାଉଛି ମଦ ନିଶାରେ କହିକି। ଆମେ ଚାହୁଁଛୁ ଆମର ଇଏ ହେଲା ଗୋଟିଏ ପୁଅ, ଆମକୁ ନ୍ୟାୟ ଦରକାର। ଘସିପୁରା ଥାନାରେ ଅଭିଯୋଗ କରୁଛୁ। ଆନନ୍ଦପୁର ପ୍ରଭାତୀ ସାହୁଙ୍କ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।